ମୋର ପ୍ରିୟ ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର। ଦେଖନ୍ତୁ, ଆଜିର ଏ ଭିଡ଼ିଓରେ ଦେଖିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଗୋଟିଏ ନୋଟିଫିକେସନ୍ ଆସିଛି। କ'ଣ ନୋଟିଫିକେସନ୍ରେ ଅଛି ଦେଖିବା ଚାଲନ୍ତୁ। ଏଇଟା ଆପଣମାନଙ୍କର ପ୍ରିନ୍ସିପାଲ୍ ଏବଂ ଟିଚର୍ ମାନଙ୍କର ଭ୍ୟାକେନ୍ସି ଆସିଯାଇଛି। ଆଡ଼ଭର୍ଟାଇଜମେଣ୍ଟ ନମ୍ବର 2024ର ଫାଷ୍ଟ ଆଡ଼ଭର୍ଟାଇଜମେଣ୍ଟ ନମ୍ବର ଏଟା ଦେଖିପାରୁଥିବେ, ଲେଖା ହେଇଛି ଉପରେ। ତାପରେ ଏଟା ଅନଲାଇନ୍ ଆପ୍ଲିକେସନ୍ ଦେଖନ୍ତୁ କେବେରୁ ଷ୍ଟାର୍ଟ ହେଉଛି। ଆପଣଙ୍କର ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେଇଯିବ 1/4ରୁ, ଠିକ୍ ଅଛି। ଆପଣଙ୍କର ଏପ୍ରିଲ ମାସ 1 ତାରିଖରୁ ଷ୍ଟାର୍ଟ ହେଇଯିବ। ତାପରେ ଆପଣଙ୍କର ଅନଲାଇନ୍ ରେଜିଷ୍ଟ୍ରେସନ୍ ଲାଷ୍ଟ ଡେଟ୍ କେବେ ହେଉଛି 30 ଏପ୍ରିଲରେ, ଠିକ୍ ଅଛି। 30 ଏପ୍ରିଲ 5ଟା ସୁଦ୍ଧା, ସନ୍ଧ୍ୟା 5ଟା ସୁଦ୍ଧା ଆପଣମାନେ ସାରିବେ। ତାପରେ ଅନଲାଇନ୍ ଫିଜ୍ ଆପଣଙ୍କର ଯେଉଁ ପେମେଣ୍ଟ କରିବେ ତାର ଲାଷ୍ଟ ଡେଟ୍ କେବେ ଅଛି 2/5, ଠିକ୍ ଅଛି। 2 ମେ ପର୍ଯ୍ୟନ୍ତ ଆପଣମାନେ ସାରିବେ। ଏହାକୁ ଆବେଦନ କରିବା ପାଇଁ ଅନଲାଇନ୍ ଆପ୍ଲିକେସନ୍ ଯେଉଁଟା ଅଛି ତାର ୱେବସାଇଟ୍ ହେଉଛି www.oav.edu.in, ଠିକ୍ ଅଛି, IN। ତ ଏଇ ୱେବସାଇଟ୍ ମାଧ୍ୟମରେ ଆପଣମାନେ ଆପ୍ଲାଏ କରିପାରିବେ, ଠିକ୍ ଅଛି। ଆଗକୁ ଦେଖନ୍ତୁ, ମୁଁ ଆଉ କ'ଣ ଇନଫର୍ମେସନ୍ ରହିଛି ଦେଖନ୍ତୁ। ଏଇଟା କେଉଁ ପୋଷ୍ଟ ଅଛି, ଭ୍ୟାକେନ୍ସି ଅଛି, ତାର ଏଇଟା ନାମ ପୋଷ୍ଟ ଦିଆହେଇଛି, ପେ ଲେଭେଲ୍ କେତେ, ଆପଣ ଦରମା ପାଇବେ, ଟୋଟାଲ୍ ପୋଷ୍ଟ ଦିଆହେଇଛି। ସବୁ ତ ରେଗୁଲାର ପୋଷ୍ଟ, ସବୁ ଏଇଟା ରେଗୁଲାର ପୋଷ୍ଟ, ଠିକ୍ ଅଛି। ଦେଖନ୍ତୁ, ପ୍ରିନ୍ସିପାଲ୍ ବାହାରିଛି ଆପଣମାନଙ୍କର ଲେଭେଲ୍ 13, ଯେଉଁଟାକି ବେସିକ୍ ପେ'ଟା ସବୁ ଦିଆହେଇଛି। ଦେଖିପାରୁଥିବେ 67,700 ଏଇଟା ହେଉଛି ତାର ବେସିକ୍ ପେ। 6600 ଗ୍ରେଡ୍ ପେ ଏଇଟା, ଠିକ୍ ଅଛି। 600 ଗ୍ରେଡ୍ ପେ ହିସାବରେ ଆପଣମାନେ ପାଇବେ ପ୍ରିନ୍ସିପାଲ୍ରେ ଯଦି ସିଲେକ୍ସନ୍ ହେଇପାରିଲେ। PGT ଯେତେ ବି ଅଛି, PGT ଫିଜିକ୍ସ ହେଲା, PGT କେମିଷ୍ଟ୍ରି ହେଲା, PGT ବାୟୋଲୋଜି, ମ୍ୟାଥମେଟିକ୍ସ, PGT କମର୍ସ, PGT କମ୍ପ୍ୟୁଟର ସାଇନ୍ସ, ଏଇଟା ଯେତେ ବି ଅଛି, ଏହାର କ୍ୱାଲିଫିକେସନ୍ କ'ଣ ଜାଣିଥିବେ, PG ୱିଥ୍ BEd, ଠିକ୍ ଅଛି। PG ଆପଣଙ୍କର ପୋଷ୍ଟ ଗ୍ରାଜୁଏଟ୍ ଫିଜିକ୍ସରେ ପକାଉଛନ୍ତି ମାନେ ଆପଣଙ୍କର PG ହେଇଥିଲେ ଆପଣମାନେ ଫିଜିକ୍ସରେ ପକାଇ ପାରିବେ, ୱିଥ୍ BEd ଥିବା କଥା, BEd। ତ ତାର ଏଇଟା ହେଉଛି 4800 ଗ୍ରେଡ୍ ପେ। 4800 ଗ୍ରେଡ୍ ପେ। ବେସିକ୍ ପେ କେତେ ହେଉଛି ଦେଖିପାରୁଥିବେ, 47,600 ବେସିକ୍ ପେ। ତ ଆର ଭ୍ୟାକେନ୍ସି ସେଇ ହିସାବରେ ଦିଆହେଇ ଦେଖନ୍ତୁ। ପ୍ରିନ୍ସିପାଲ୍ ଅଛି 110 ଅଛି, PGT ଫିଜିକ୍ସ ଅଛି 25ଟା ଅଛି, କେମିଷ୍ଟ୍ରିରେ ଅଛି ଆପଣଙ୍କର 25, PGT ବାୟୋଲୋଜି ଅଛି 22, ମ୍ୟାଥମେଟିକ୍ସ ହେଲା 35 ଅଛି, କମର୍ସ ଅଛି 17 ଅଛି, ଠିକ୍ ଅଛି। କମ୍ପ୍ୟୁଟର ସାଇନ୍ସ ଅଛି ଦେଖନ୍ତୁ ଆପଣଙ୍କର 156 ଅଛି। ତାପରେ ଦେଖନ୍ତୁ TGT ଆସିଗଲା, TGT ଇଂଲିଶ, TGT ମ୍ୟାଥମେଟିକ୍ସ, TGT ସାଇନ୍ସ, ଦେନ୍ TGT ସୋସିଆଲ ଷ୍ଟଡି, ଠିକ୍ ଅଛି। ତାପରେ ଏସବୁ TGT ଯେତେ ବି ଅଛି ସବୁ ହେଉଛି 4600 ଗ୍ରେଡ୍ ପେ। 4600 ଗ୍ରେଡ୍ ପେ, ତାର ବେସିକ୍ ପେ ହେଉଛି 44,900, ଠିକ୍ ଅଛି। ପେ ଲେଭେଲ୍ 10। ତ OAVSରେ ଦରମା ସାଲେରୀ ଯେଉଁଟା ଅଛି, ବହୁତ ସାଲେରୀ ମିଳୁଛି, ଯେଉଁଟାକି ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ କେଉଁ ଜବ୍ ବି ଆପଣ କରିବେ ତ ଏତେ ନାହିଁ। ତାର ଆମର ହାଇସ୍କୁଲ ଟିଚର୍ ଯଦି ହେବେ ତାର ହେଉଛି 4200 ଗ୍ରେଡ୍ ପେ। ଏଇଟା ଆପଣଙ୍କର ଦେଖନ୍ତୁ PET ଆଉ କମ୍ପ୍ୟୁଟର ଟିଚର୍ରେ ଯେଉଁ ଲେଭେଲ୍ 9 ଦରମା ଦେଉଛି OAVS, ସେଇଭଳି ଆପଣଙ୍କର ମିଳିବ ହାଇସ୍କୁଲ ଟିଚର୍ରେ। ତ ଏଇଟା ଡିଫରେନ୍ସ ଏତିକି ଯେ ଏଇଟା ଗୋଟେ ସଂଗଠନ, ମାନେ କମ୍ପ୍ଲିଟଲି ଆମେ ସରକାରୀ ଗଭର୍ଣ୍ଣମେଣ୍ଟ ବୋଲି କହିପାରିବା ନାହିଁ। ଆଉ ସେଇଟା ହେଉଛି ଆପଣଙ୍କର ଫୁଲ୍ଲି ଗଭର୍ଣ୍ଣମେଣ୍ଟ, ଆଉ ସେଇଟା ଗୋଟିଏ କଥା ଡିଫରେନ୍ସ, ସେତିକି ମାତ୍ର। ତ ଏଇଟା ବି ଅଣ୍ଡରଟେକିଂ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଣ୍ଡରରେ, ସେମିତି କିଛି ନାହିଁ, ପିଲା କରୁଛନ୍ତି। ଆଉ ବାକି ଯାହା ହେଲା ମାଇଣ୍ଡ ସେଟ୍ ଉପରେ ରହିଲା, ଆଉ କିଏ କ'ଣ ଭାବୁଛି ସେଇ ହିସାବରେ। ଯିଏ କହିବ କି ଯାହା ହେଲେ ଗଭର୍ଣ୍ଣମେଣ୍ଟଟା ଗଭର୍ଣ୍ଣମେଣ୍ଟ, ଫୁଲ୍ଲି ଗଭର୍ଣ୍ଣମେଣ୍ଟ ଅଲଗା, ଏଇଟା ଅଣ୍ଡରଟେକିଂ ଅଲଗା ବୋଲି କହିଲେ ସେଟା ଯିଏ ଯାହା ତାଙ୍କର ଚଏସେସ୍ ହିସାବରେ ସେ ବାଛିବେ ଆଉ। ତ ଦେଖନ୍ତୁ ଆଗକୁ
ଏଟା ପିଇଟି କମ୍ପ୍ୟୁଟର ଅଛି 4200 ଗ୍ରେଡ୍ ପେରେ ଯିବ। ବାକି ସବୁ ଆପଣମାନଙ୍କୁ ମୁଁ କହିଲି। ତାପରେ ଦେଖନ୍ତୁ କ୍ୟାଟେଗୋରୀ ୱାଇଜ୍ ଏଟା ବ୍ରେକଅପ୍ ଦିଆହେଇଛି। ଦେଖିପାରୁଥିବେ ଏଇଟା ପ୍ରିନ୍ସିପାଲରେ କେଉଁ କ୍ୟାଟେଗୋରୀରେ କେତେ ଭ୍ୟାକେନ୍ସି ଅଛି। ତାପରେ ଆପଣଙ୍କର ଫିଜିକ୍ସ ପିଜିଟିରେ ସବୁଥିରେ ଏଇଟା ଦିଆହେଇଛି କେଉଁ ଜାଗାରେ କେତେ ମାନେ କ୍ୟାଟେଗୋରୀ ୱାଇଜ୍ ଭ୍ୟାକେନ୍ସି ଦେଇଦେଲା। ତାପରେ ଦେଖନ୍ତୁ ଏଲିଜିବିଲିଟି ଏଇଟା ଏଜୁକେସନାଲ୍ କ୍ୱାଲିଫିକେସନ୍ ଆପଣଙ୍କର ରହିବ ସେଇଟା ପିଜି ଆପଣଙ୍କର ପିଜିଟି ଯଦି ଆପ୍ଲାଏ କରିବେ ପିଜି ୱିଥ୍ ବିଏଡ଼୍ ଆଉ ଟିଜିଟି ଯଦି ଆପ୍ଲାଏ କରିବେ ଟିଜିଟି ୱିଥ୍ ବିଏଡ଼୍ ଠିକ୍ ଅଛି। ଆପଣଙ୍କର ଗ୍ରାଜୁଏଟ୍ ଠିକ୍ ଅଛି। ଗ୍ରାଜୁଏଟ୍ ପ୍ଲସ୍ ବିଏଡ଼୍ ହେଲେ ଟିଜିଟି କରିପାରିବେ। ଆଉ ଆପଣଙ୍କର ଯଦି ପିଟି ହେବେ ତ ସେଇଟା ଆପଣଙ୍କର ବିପିଇଟି ରହିବା କଥା ଠିକ୍ ଅଛି। ତାପରେ ଆପଣମାନେ ଯଦି ଆଉ କ'ଣ ଥିଲା ଟିଜିଟି ତାପରେ କମ୍ପ୍ୟୁଟର ଟିଚର୍ ପାଇଁ ଆପଣ ଯଦି ଆପ୍ଲାଏ କରିବେ ଆପଣଙ୍କର ସବଜେକ୍ଟ କମ୍ପ୍ୟୁଟର ଆଇଟି କିମ୍ବା କମ୍ପ୍ୟୁଟର ସାଇନ୍ସ ଥିବା କଥା ସେଇ ହିସାବରେ ଦେଖନ୍ତୁ। ତାପରେ ଏଇଟା ଗୋଟେ ପଏଣ୍ଟ ଦେଇଛି ଦେଖନ୍ତୁ ଆପଣଙ୍କର ଯଦି ଟିଜିଟି ଆପ୍ଲାଏ କରୁଛନ୍ତି ଟିଜିଟି ଇଂଲିଶ ମ୍ୟାଥମେଟିକ୍ସ ତାପରେ ସାଇନ୍ସ କି ଟିଜିଟି ସୋସିଆଲ ଷ୍ଟଡି ଦେନ୍ ଆପଣଙ୍କର ସେଥିପାଇଁ କ'ଣ ଦେଖନ୍ତୁ OSSTT କିମ୍ବା OTET ସେକେଣ୍ଡ ପେପର ଆପଣ ପାସ୍ କରିଥିବା କଥା କ୍ୱାଲିଫାଏ କରିଥିବା କଥା। ତାପରେ ଦେଖନ୍ତୁ ଏଇଟା କ'ଣ ଅଛି ଦେଖନ୍ତୁ କ୍ୱାଲିଫିକେସନ୍ ସବୁ ଦେଇଛି କ୍ୱାଲିଫିକେସନ୍ ଆଣ୍ଡ ଏକ୍ସପେରିଏନ୍ସ ଯାହା ଦରକାର ପ୍ରିନ୍ସିପାଲ ପାଇଁ ଆପଣଙ୍କ ମାଷ୍ଟର ଡିଗ୍ରୀ ହେଇଥିବା କଥା। ତାପରେ ଏଗ୍ରିଗେଟ୍ ଆପଣଙ୍କର ମିନିମମ୍ 45% ଥିବା କଥା ବିଏଡ଼୍ ଥିବା କଥା ଆମର ବିଇଡ଼ି ଆପଣଙ୍କର ଥିବା କଥା ଏକ୍ସପେରିଏନ୍ସ ପରସେଣ୍ଟ ହେଇଥିବା କଥା ଦେଖନ୍ତୁ ମିନିମମ୍ ଆପଣଙ୍କର 5400 ଗ୍ରେଡ୍ ପେ ଅଣ୍ଡରରେ ଆପଣମାନେ ଯଦି କାମ କରିଥିବେ ସେଇଟା ଏକ୍ସପେରିଏନ୍ସ ଥିବା କଥା ଆପଣମାନେ କିମ୍ବା ସବୁ ଏକ୍ସପେରିଏନ୍ସ ଦେଇଛି 3 ବର୍ଷ ଏକ୍ସପେରିଏନ୍ସ ହେଇଥିବା କଥା ପିଜିଟି ଏବଂ 2 ବର୍ଷ ଭାଇସ୍ ପ୍ରିନ୍ସିପାଲ ହେଇଥିବା କଥା ଏଭଳିଆ ଦେଇଛି ଦେଖନ୍ତୁ। ତାପରେ ଫର ପିଜିଟି ପାଇଁ ଦେଖନ୍ତୁ ଏଇଟା 50% ମାର୍କ ହେଇଥିବା କଥା ଆପଣଙ୍କର ପୋଷ୍ଟ ଗ୍ରାଜୁଏଟ୍ ରେ ପିଜି କୋର୍ସରେ ଠିକ୍ ଅଛି। ତାପରେ ଆଉ ଆପଣଙ୍କର ବ୍ୟାଚଲର ଡିଗ୍ରୀ ଇନ୍ ଏଜୁକେସନ୍ ବିଇଡ଼ି ଯେଉଁଟା କହୁଛି ସେଇଟା ଥିବା କଥା ପିଜିଟି ଫିଜିକ୍ସ ଯଦି ହେଇଥିବେ ବୋଲେ ଫିଜିକ୍ସ ଆପ୍ଲାଏ କରିପାରିବେ ଆପଣ କେଉଁମାନେ ଆପ୍ଲାଏ କରିପାରିବେ ନା ଯାହାର ଫିଜିକ୍ସ ଇଲେକ୍ଟ୍ରୋନିକ୍ସ ଆପ୍ଲାଏଡ଼ ଫିଜିକ୍ସ ନ୍ୟୁକ୍ଲିୟର ଫିଜିକ୍ସ ତାଙ୍କର ଯଦି ସବଜେକ୍ଟ ଅଛି ସେମାନେ ପିଜିଟି ଫିଜିକ୍ସ ଆପ୍ଲାଏ କରିପାରିବେ। କେମିଷ୍ଟ୍ରି ବା ବାୟୋ କେମିଷ୍ଟ୍ରି ଯଦି ଅଛି କେମିଷ୍ଟ୍ରିରେ ଆପ୍ଲାଏ କରିପାରିବେ। ବାୟୋଲୋଜି କେଉଁମାନେ ଆପ୍ଲାଏ କରିପାରିବେ ନା ବୋଟନି ଜୁଲୋଜି ଲାଇଫ୍ ସାଇନ୍ସ ବାୟୋ ସାଇନ୍ସ ଜେନେଟିକ୍ସ ମାଇକ୍ରୋବାୟୋଲୋଜି ବାୟୋଟେକ୍ନୋଲୋଜି ମଲିକୁଲାର ବାୟୋଲୋଜି ପ୍ଲାଣ୍ଟ ଫିଜିଓଲୋଜି ଏସବୁ ଏମାନେ ପିଜିଟି ବାୟୋଲୋଜି ଆପ୍ଲାଏ କରିପାରିବେ। ମ୍ୟାଥ୍ ଆଉ ଆପ୍ଲାଏଡ଼ ମ୍ୟାଥ୍ ଯଦି ଅଛି ଆପଣଙ୍କର ସବଜେକ୍ଟ ମ୍ୟାଥମେଟିକ୍ସରେ ଆପ୍ଲାଏ କରିପାରିବେ। ପିଜିଟି କମର୍ସ ପାଇଁ ଦେଖନ୍ତୁ ଏମ୍କମ୍ ଯଦି ହେଇଥିବ ଆପଣ एमकॉम इन एप्लाइड और बिजनेस इकोनॉमिक ये एटाକୁ ଛାଡ଼ିକି ବାକି ସମସ୍ତେ ଏମ୍କମ୍ ଯେଉଁମାନେ ହେଇଥିବେ ସେମାନେ ପିଜିଟି କମର୍ସରେ ଆପ୍ଲାଏ କରିପାରିବେ। କମ୍ପ୍ୟୁଟର ସାଇନ୍ସ ପାଇଁ ଦେଖନ୍ତୁ 50% ଆପଣମାନଙ୍କର ମିନିମମ୍ ଥିବା କଥା ଏଗ୍ରିଗେଟ୍ ପରସେଣ୍ଟେଜ। ତାପରେ ଆପଣଙ୍କର ବିଇ ଅର୍ ବିଟେକ୍ ହେଇଥିବା କଥା ଠିକ୍ ଅଛି। କମ୍ପ୍ୟୁଟର ସାଇନ୍ସ ଆଇଟିରେ ବିଇ ବିଟେକ୍ ଯଦି ଅଛି କିମ୍ବା ଆପଣମାନେ କମ୍ପ୍ୟୁଟର ସାଇନ୍ସରେ ବିଇ ବିଟେକ୍ କରିଛନ୍ତି ଏମଏସସି ଅଛି କମ୍ପ୍ୟୁଟର ସାଇନ୍ସରେ କିମ୍ବା ଆଇଟିରେ ଏମସିଏ ଯଦି କରିଛନ୍ତି ତ ଆପଣ କରିପାରିବେ। ତାପରେ ଦେଖନ୍ତୁ ଡୋଏକ୍ର ଆପଣ ଯଦି ବି ଲେଭେଲ୍ କୋର୍ସ କରିଛନ୍ତି ତ କରିପାରିବେ। ଆଉ ପିଜି କରିଥିବେ କେଉଁଠୁ କୌଣସି ବି ସବଜେକ୍ଟରେ ପିଜି କରିଥିବେ ଆଉ ଡୋଏକ୍ରୁ ବି ଲେଭେଲ୍ ଯଦି ସାର୍ଟିଫିକେଟ୍ ଅଛି ଆପଣମାନଙ୍କର କମ୍ପ୍ୟୁଟରର ତ ହେଇଯିବ ଆପ୍ଲାଏ କରିପାରିବେ। ତାପରେ ଏଇଟା ହେଉଛି ଗଲା କମ୍ପ୍ୟୁଟର ପାଇଁ। ତାପରେ ଦେଖନ୍ତୁ ଟିଜିଟି ପାଇଁ ଯେଉଁଟା ଅଛି ଆପଣଙ୍କର 50% ଏଗ୍ରିଗେଟ୍ ମାର୍କ ଥିବା କଥା ବୋଲି କୁହାଯାଉଛି ଏଠି ଠିକ୍ ଅଛି। 50% ମାର୍କ ଥିବା କଥା ଏଗ୍ରିଗେଟ୍ ସେଇଟା ଆପଣମାନେ ଧ୍ୟାନ ଦେବେ।
ମନା କରିବେ। କାହିଁକି ନା ଏମିତି ବହୁତ ପିଲା ଅଛନ୍ତି ଯେଉଁମାନେ କି 50% ନଥିବ ଆପଣମାନଙ୍କର ଗ୍ରାଜୁଏଟ୍ରେ +3ରେ ଆଉ B.Ed କରିଦେଇଥିବେ, ସେମାନେ ଆପ୍ଲାଏ କରିପାରିବେ ନାହିଁ। B.Ed ସାର୍ଟିଫିକେଟ୍ ଆପଣମାନଙ୍କର ପାଖରେ ତାଙ୍କ ପାଖରେ ଥିଲେ ମଧ୍ୟ ସେମାନେ ଆପ୍ଲାଏ କରିପାରିବେ ନାହିଁ। ଆପ୍ଲାଏ କରିକି ପାସ୍ ବି ହେଇଗଲେ ନା କ୍ୱାଲିଫାଏ ବି ହେଇଗଲେ, ତାପରେ ଯେତେବେଳେ ଡକୁମେଣ୍ଟ ଭେରିଫିକେସନ୍ ହେବ ଆପଣମାନେ କ୍ୱାଲିଫାଏ ମାନେ ସିଲେକ୍ସନ୍ ନେଇପାରିବେ ନାହିଁ। ଠିକ୍ ଅଛି, ତ ସେଇଭଳିଆ ରୁଲ୍ ରେଗୁଲେସନ୍ ରହିଛି। ତ ଏଇଟା ଦେଖନ୍ତୁ ଡିଟେଲ୍ସ ଦେଇଛି ଆପଣମାନେ କେଉଁମାନେ TGT ଇଂଲିଶ ଜଣେ ପିଲା ଯଦି କରିବେ ତାଙ୍କର ଅନର୍ସ ହେଇଥିବା କଥା ଇଂଲିଶରେ ଅନର୍ସ ପେପରଟା ଇଂଲିଶ ଥିବା କଥା କିମ୍ବା ପାସ୍ ପେପର ଇଂଲିଶ ଥିବା କଥା। ଇଲେକ୍ଟିଭ୍ ଥିଲେ ଚଲିବ, ମେଜର ଥିଲେ ଚଲିବ, ସେଇଭଳିଆ ହେଇଥିବା କଥା ଆପଣଙ୍କ ଗ୍ରାଜୁଏସନ୍ ଲେଭେଲରେ। TGT ମ୍ୟାଥ୍ ଯଦି ଆପ୍ଲାଏ କରୁଛନ୍ତି ବ୍ୟାଚଲର ଡିଗ୍ରୀ ସାଇନ୍ସ ଥିବା କଥା, BSc ୱିଥ୍ କ'ଣ 200 ମାର୍କ ମ୍ୟାଥମେଟିକ୍ସ ଆପଣମାନେ ଗ୍ରାଜୁଏସନ୍ ଭିତରେ ଷ୍ଟଡି କରିଥିବେ, ଆପଣଙ୍କର ସବଜେକ୍ଟ ଥିବା କଥା। ଠିକ୍ ଅଛି, और BE BTech ଯଦି ହେଇଥିବ ବୋଲେ ସେ ମଧ୍ୟ 200 ମାର୍କ ଯଦି ମ୍ୟାଥ୍ ପଢ଼ିଥିବେ ତ ଆପ୍ଲାଏ କରିପାରିବେ। ତାପରେ ଦେଖନ୍ତୁ TGT ସାଇନ୍ସ ଯଦି ଦେଖିବା, ବ୍ୟାଚଲର ଡିଗ୍ରୀ ସାଇନ୍ସ ଆପଣଙ୍କ ସହିତ ଯାହାକି ସବଜେକ୍ଟ ଥିବ ବୋଟନି, ଜୁଲୋଜି, କେମିଷ୍ଟ୍ରି, ବାୟୋଟେକ୍ନୋଲୋଜି, ତ ଆପଣମାନେ ଲାଇଫ୍ ସାଇନ୍ସ ଥିଲେ ବି ଆପ୍ଲାଏ କରିପାରିବେ। TGT ସୋସିଆଲ ଷ୍ଟଡି ଯଦି ଦେଖିବା, BA ବି ଆପଣଙ୍କର BA କରିଥିବେ, କୌଣସି ବି ସବଜେକ୍ଟ କେଉଁ ସବଜେକ୍ଟ ଦେଖନ୍ତୁ, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ଏଇ 4ଟି ସବଜେକ୍ଟ ମଧ୍ୟରୁ କେଉଁଥିରେ ବି ଆପଣ ଯଦି BA କରିଛନ୍ତି ଦେନ୍ ସୋସିଆଲ ଷ୍ଟଡି TGT ଆପ୍ଲାଏ କରିପାରିବେ। ଠିକ୍ ଅଛି, ତାପରେ ଆଉ ଗୋଟେ ଏଠି ଲେଖା ହେଇଛି ଦେଖନ୍ତୁ, ଇନ୍ ଏଡିସନ୍ ହି ଅର୍ ସି should have one or more subject out of the following 8 subject without repetition of the same subject as at above। ତ ଦେଖନ୍ତୁ ଏଠି କହୁଛି କି ଆପଣ ହିଷ୍ଟ୍ରି କିମ୍ବା ଜିଓଗ୍ରାଫି କିମ୍ବା ପଲିଟିକାଲ ସାଇନ୍ସ କିମ୍ବା ଇକୋନୋମିକ୍ସ ସବଜେକ୍ଟ ଗୋଟେ ଥିବା କଥା, ତା ସାଙ୍ଗରେ ଦେଖନ୍ତୁ ଏଇଟା ମାନେ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ଇଣ୍ଡିଆନ୍ ପଲିଟି, ଇଣ୍ଡିଆନ୍ ଇକୋନୋମି, ଇଣ୍ଡିଆନ୍ ଜିଓଗ୍ରାଫି, ଏସବୁ ମାନେ ରହିବା କଥା, କିନ୍ତୁ ରିପିଟେସନ୍ ହେଇନଥିବ। ମାନେ ଉପର ସବଜେକ୍ଟ ଯେଉଁଟା ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ତଳ ସବଜେକ୍ଟ ସାଙ୍ଗରେ ରିପିଟେସନ୍ ହେଇନଥିବ, ସେଇଭଳିଆ ରହିବା କଥା। ତାପରେ ଦେଖନ୍ତୁ ଆର୍ଟ୍ସ ଟିଚର ଯଦି ଦେଖିବା, ଏଇଟା ଆପଣଙ୍କର ବ୍ୟାଚଲର ଡିଗ୍ରୀ ଇନ୍ ଫାଇନ୍ ଆର୍ଟ୍ସ ଭିଜୁଆଲ୍ ଆର୍ଟ୍ସ ଥିବା କଥା। ତାପରେ PTଟା ଆପଣ BPED ରହିବା କଥା କିମ୍ବା MPED, ଆଉ ଆପଣଙ୍କର ଡିଗ୍ରୀ କୋର୍ସ କିମ୍ବା PG କୋର୍ସ ଫିଜିକାଲ୍ ଏଜୁକେସନ୍ଟି ଆପଣଙ୍କର ଥିବା କଥା। ଠିକ୍ ଅଛି, କମ୍ପ୍ୟୁଟର ସାଇନ୍ସ ଆପଣଙ୍କର BE BTech କମ୍ପ୍ୟୁଟର ସାଇନ୍ସ କିମ୍ବା ଡୋଏକ୍ B ଲେଭେଲ୍ ସେଇଟା ଥିଲା ଆପଣମାନଙ୍କୁ ମୁଁ କହିଲି। ତ ଏଇଭଳିଆ ତାର ଅଛି। ତାପରେ ଆଉ କ'ଣ ଅଛି ଦେଖନ୍ତୁ, ମୁଁ କହୁଛି ସିଲେକ୍ସନ୍ ପ୍ରୋସିଜର୍। ତ ସେଇଭଳିଆ ଆପଣଙ୍କର ଦେଖନ୍ତୁ, ଏଇଟା ସିଟି ଅଫ୍ ଏକ୍ଜାମିନେସନ୍ ଦେଇଛି ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ବଲାଙ୍ଗୀର, ଟୋଟାଲ୍ ଏମିତି 11ଟା ସିଟିରେ ଏକ୍ଜାମ୍ ହେବ। ଠିକ୍ ଅଛି, ତ ଆଉ କ'ଣ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଦେଖୁଛି ମୁଁ ଆପଣମାନଙ୍କୁ। ତାପରେ ଏକ୍ଜାମିନେସନ୍ ପ୍ୟାଟର୍ନ ଦେଖନ୍ତୁ କେମିତି କ'ଣ ରହିବ। ପ୍ରିନ୍ସିପାଲ୍ର ଏଇଟା ଦେଇଛି, ଆପଣମାନଙ୍କର 180 ମିନିଟ୍ ଡ୍ୟୁରେସନ୍ ରହିବ। 180 କ୍ୱେଶ୍ଚନ୍କୁ ଗୋଟେ କ୍ୱେଶ୍ଚନ୍କୁ ଗୋଟେ ମାର୍କ, ତାପରେ 1/4 ତାର ନେଗେଟିଭ୍ ରହିବ। ଠିକ୍ ଅଛି, ପ୍ରିନ୍ସିପାଲ୍ ପାଇଁ ଏଇଟା ଦେଇଛି। କମ୍ପ୍ୟୁଟର ବେସ୍ଡ ଟେଷ୍ଟ ହେବ। ପାର୍ଟ 1 और ପାର୍ଟ 2 ରହିବ ଦୁଇଟା, ପାର୍ଟ 1 ଆଉ ପାର୍ଟ 2। ପାର୍ଟ 1 ଯେଉଁଟା ଅଛି ଇଏ ସର୍ଟ ଲିଷ୍ଟିଂ କ୍ୟାଣ୍ଡିଡେଟ୍ ଫର୍ ଇଣ୍ଟରଭ୍ୟୁ as it is qualifying in the nature, qualifying nature ରହିବ ପାର୍ଟ 1 ଯେଉଁଟାକି, ଆଉ ପାର୍ଟ 2, ପାର୍ଟ 3, ପାର୍ଟ 4 ଯେଉଁଟା ଅଛି ସେଇଟା ଇଭାଲୁଏଟ୍ କରାହେବ କି ନେକ୍ସଟ ଆପଣମାନଙ୍କର ସେଇ ମାର୍କଟା ସ୍କୋରିଂ ମାର୍କ ହେବ। ଠିକ୍ ଅଛି, ସେଇଟାକୁ ଧରାହେବ ସେଇ ମାର୍କକୁ।
तो पार्ट 1 जोटा रहिबो इंग्लिश आ ओडिया सब्जेक्ट रहिबो तार एग्रीगेट दुईटा मिसिकी 13 मार्क जदि आपण माने रखुचंती सेटा क्वालिफाई करि जिवे आउ इच 5 मार्क्स रहिबा कथा आपनकर ओडिया रे 5 मार्क इंग्लिश रे 5 मार्क रहिबा कथा ठीक अछि आउ दुईटा मिसिकी एग्रीगेट 13 मार्क जदि रहिला आपण माने क्वालिफाई करि जिवे सेई पेपर रे तापरे देखंतु पार्ट 1 एटा देछि इंग्लिश आउ ओडिया लैंग्वेज 20 मार्क हबो सेइठु आपण माने सेतिकी स्कोर करिवार अछि 5 मार्क ओवरऑल लेकी 13 मार्क तापरे जनरल पार्ट 2 जोटा अछि जनरल अवेयरनेस कंप्यूटर लिटरेसी देखंतु एटा टोटल 40 मार्क रो आसीबो जोटा कि जनरल नॉलेज आपनकर 10 मार्क रीजनिंग आसीबो 10 मार्क कंप्यूटर आसीबो 10 मार्क क्वांटिटेटिव एप्टीट्यूड मैथ जोटा कोसे हम 10 मार्क आसीबो तापरे एकेडमिक जोटा पार्ट 3 रे अछि देखंतु सेटा 30 मार्क आसीबो चाइल्ड डेवलपमेंट पेडागोजी आपनकर सेटा सब आसीबो तापरे पार्ट 4 रे अछि एडमिनिस्ट्रेशन ऑफ फाइनेंस को नै कि आसीबो सेटा 70 मार्क आसीबो इंटरव्यू तापरे 60 मार्क अछि ए बोलिया सब मिसी कि 200 मार्क हबो प्रिंसिपल पई तापरे टीजीटी पई देखंतु एटा देछि टीजीटी पई देखंतु फर्स्ट पार्ट जोटा अछि पार्ट 1 जोटा सेटा 20 इंग्लिश आ ओडिया सेम जिंसो सेटा तापरे पार्ट 2 जोटा आपनकर 30 मार्क रहइबो करंट अफेयर आउ 30 मार्क रहइबो रीजनिंग तापरे पार्ट 3 जोटा रहइबो 100 मार्क सेटा सब्जेक्ट कंटेंट आपनकर मेथोडोलॉजी रहइबो आउ इंटरव्यू 40 मार्क ठीक अछि तो ये बोलिया टीजीटी पई रहि छि तार पैटर्न टा मार्क रो वेटेज जोटा अछि आपनकर पार्ट 2 और पार्ट 3 पई दुईटा मिसी कि 70% सेटा करा हबो आउ इंटरव्यू 30% दुईटा निया हबो से हिसाब रे आपन मानकर कैलकुलेशन हबो पार्ट 1 तो कोन सेटा क्वालिफाइंग इन नेचर पार्ट 2 और पार्ट 3 जहा मार्क आपन रखिबे सेठू तार 70% आउ इंटरव्यू रे जति कि मार्क रखिबे तार 30% नै कि आपन मानकर फाइनल लिस्ट बाहरिबो तापर पीजीटी आपन जे देखिबे पीजीटी रे सेटा कोन हो जे देखंतु सेटा भी इंग्लिश आ ओडिया 20 मार्क रहइबो पार्ट 1 रे पार्ट 2 रे 30 मार्क करंट अफेयर 30 मार्क आपन रीजनिंग रहइबो पार्ट 3 रे 100 क्वेश्चन रहइबो जोटा कि मेथोडोलॉजी आ सब्जेक्ट कंटेंट रहइबो पार्ट 3 रे आउ तापर इंटरव्यू आपन रहछि 40 मार्क ठीक अछि से बोलिया पीजीटी टीजीटी सेम आकार रहउछि एटा भी सही सेम पैटर्न आपन पार्ट 2 और पार्ट 3 जोटा रहउछि तार 70% मार्क आउ इंटरव्यू रे 30% मार्क को नै कि इवैल्यूएट कराबो फिजिकल एजुकेशन टीचर पीटी जोटा सेटा मध्य सेही बोलिया रहउछि तार सही सेम एका ठीक अछि सब्जेक्ट कंटेंट पार्ट 1 पार्ट 3 से बोलिया सब एका अछि तापरे आपन आर्ट्स टीचर कंप्यूटर टीचर जोटा देखिबे सेटा मध्य सेही सेम जिंस एका अछि तापरे आपन गोटे परफॉर्मेंस टेस्ट अछि जोटा 20 मार्क सेटा कंडक्ट करा हबो सेपरेटली इंटरव्यू एठी अछि 20 मार्क सेठी 40 मार्क इंटरव्यू थिला एठी 20 मार्क इंटरव्यू अछि तो यार टिके अलगा अछि ठीक अछि।